हाय फ्रेंड्स वेलकम टू माय मिनी ब्लॉग। आज हूँ कार्तिक मास फास्ट पंचुक आरंभ। सकाल सकाल मु रेडी होकरी बाहरी पड़ी कीर्तन मैंने फास्ट आसे आम घर कीर्तन करी रेडी होकरी सब जलखिया भल मंद सब तैयारी कर रूम रे कीर्तन सरिया पर खोड़ी मोर आम सब बाहरी पड़ी ठाकुर कती आम गाँ पाख ठाकुर सेठी जाई ठाकुर दर्शन कर प्रणाम कर रूम को बाहरी पड़ू सेठी सब ठाकुर कतरे मूर्जा पकई सारापर आम बालुआ पूजा करने को आम बाहरी पड़े से पूजा पूजी सब सरलापर राधाकृष्ण हाँपाई आम सब बाहरी पड़ू छक को सीटी पूजा सारापर दी रिल्स कर फटो फटो उठेदेलु सेठू आसवापर आम घरे सब आज आम नितुनार जन्मदिन नितुन मान मो भाई तार आज जन्मदिन खाଇବା ପିଇବା ସେଠି ସବୁ ରେଡ଼ି ହେଉଛି। ସେଠି ରେଡ଼ି ହେବା ପରେ ଭଜନ ମାନେ ଖାଇବେ ତା ସାଙ୍ଗସାଥି ସମସ୍ତେ ଖାଇବେ ସେଥିପାଇଁ ସମସ୍ତେ ରୋଷେଇବାସରେ ଲାଗି ପଡ଼ିଛନ୍ତି। ମୁଁ ବାହାରି ପଡ଼ିଲି ବଜାରକୁ କିଛି ଜିନିଷ ଆଣିବାକୁ କେକ୍ ଫେକ୍ ସବୁ ଆଣିବାକୁ ପଡ଼ିବ ନା। ମୋ ଫ୍ରେଣ୍ଡର ମୋର ଡାଇରେକ୍ଟ ଯାଇ ପହଞ୍ଚିଗଲୁ କିଛି ଜିନିଷ ଆଣୁ କି ନ ଆଣୁ ମୁଁ ଆଗ ପାର୍ଲର ପଳେଇ ସେଠି ଆଇବ୍ରୋ ସେଭ୍ କରିବାକୁ ସେଠି ଆଇବ୍ରୋ ସେଭ୍ କରିସାରିଲା ପରେ ଦେଖିଲେ ମୋ ଲୁକ୍ଟା କେମିତି ଲାଗୁଛି। ତାପରେ ଟିକେ ବୁଲାବୁଲି କରିଦେଇ ଜିନିଷପତ୍ର ଆଣିକିରି ଟିକେ ଆଇସ୍କ୍ରିମ୍ ହେରିକା ଖାଇଦେଇ ରୁମ୍କୁ ବାହାରି ପଡ଼ିଲୁ। ରୁମ୍ରେ ପହଞ୍ଚି ସାରି ଫ୍ରେଶ୍ ହେଇ ଚଉର ପୂଜା ସାରି ସେଇ ଆକାଶ ଘଡ଼ି ଟାଣି ଦେଇକି ତାପରେ ଘରେ ଆସି ପହଞ୍ଚିକି ଶନିବେଳା ସେତେବେଳେ ଆରମ୍ଭ ହେଇଗଲା। ଶନିବେଳା କରିଦେଇ ବହି ବୋଲି ଦେଇ ତାପରେ ଆମେ ସଜାସଜିରେ ଲାଗି ପଡ଼ିଲୁ। ସେପଟେ ସମସ୍ତେ ପୁରୀ ଛଣାରେ ବ୍ୟସ୍ତ, ଏପଟେ ଆମର ବାର୍ଥଡେ ପାଇଁ ସଜାସଜିରେ ବ୍ୟସ୍ତ। ଏଠି ତାଙ୍କ କାମ ସରିଲା ବେଳକୁ ଆମ କାମ ବି ସଜାଇଥିଲା। ତାପରେ ଆମ ଫ୍ୟାମିଲି ମେମ୍ବର ସମସ୍ତେ ପଳେଇ ଆସିଥିଲେ। ତାପରେ କେକ୍ କଟା ଆରମ୍ଭ ହେଇଗଲା। ତା ସାଙ୍ଗସାଥି ଆମେ ସବୁ ଠିଆ ହେଇକିରି କେକ୍ କଟାକଟି କଲୁ, ବହୁତ ମଜାମସ୍ତି କଲୁ। ସେଠି କଟାକଟି କରିସାରିଲା ପରେ ତା ସାଙ୍ଗ ପିଲାଙ୍କୁ ଫାଷ୍ଟ ଆମେ ଖାଇବାକୁ ଦେଇଦେଲୁ। ତା ସାଙ୍ଗ ପିଲା ଖାଇ ଦେଇକିରି ତାର ସେଠି ଟିକେ କହନ୍ତି କ୍ୟାମେରା ଆଗରେ ମାନେ କହନି ସେ ଯାହା ତା ସାଙ୍ଗ ପିଲା ହେଉଥାନ୍ତି ହାଏ କରି କିଏ ନାଚି ପକାଉଥାଏ କି ଯାହା କରୁଥାନ୍ତି କୁହନି। ସେ ଛୁଆମାନେ ଗଲା ପରେ ତାପରେ କୀର୍ତ୍ତନିଆ ମାନେ ପଳେଇ ଆସିଲେ, ସେମାନେ କୀର୍ତ୍ତନ କରୁଥାନ୍ତି। କୀର୍ତ୍ତନ ଆରମ୍ଭ ହେଲା ବେଳକୁ ତାପରେ ମୋ ଦି ଭାଇ ଆସି ପହଞ୍ଚିଗଲେ। ସେଠି କିଏ ହାଲ ହାଇ କରି ପକାନ୍ତୁ, ଫୋନ୍ ଛାଡ଼ିଲେ କିଏ ଫଟୋ ଉଠେଇଲେ, ଯାହା ସେ ଦୁଇ ଜଣ ହେଉଥାନ୍ତି କୁହନି। ଫାଇନାଲି କୀର୍ତ୍ତନ ଭଜନ ସରିଲା ପରେ ସେମାନେ ଖାଇଦେଲେ, କିଛି ଲୋକ ବି ସମସ୍ତେ ଖାଇଦେଲେ। ତାପରେ ବହୁତ ଜୋରରେ ଭୋକ ବି ଲାଗୁଥିଲା ମୋତେ। ଫ୍ୟାମିଲି ମେମ୍ବର ସମସ୍ତେ ବସି ଖାଇଦେଲୁ। ସେ ଦି ଭାଇ ବାହାରିକି ପଳେଇଲେ, ଦେଖୁଛନ୍ତି କ'ଣ